କେହି ବଡ଼ ଲୋକ କହିଯାଇଛନ୍ତି, ସମୟ ଲଗାନି ଏସବୁ ଭାବିବା ପାଇଁ। ତୁମକୁ କ'ଣ କରିବାକୁ ପଡ଼ିବ? ନାହିଁ ତ ସମୟ ଠିକ୍ କରିନେବ ତୁମର କ'ଣ କରିବାକୁ ପଡ଼ିବ। ସାଙ୍ଗମାନେ, ଗୋଟେ ଦିନର କଥା। ଗୋଟେ ଗାଁରେ ଅମର ନାମକ ଜଣେ ଲୋକ ରହୁଥିଲେ। ତାଙ୍କର ଗୋଟିଏ ବହୁ ସୁନ୍ଦର ସ୍ତ୍ରୀ, ତାଙ୍କ ନାଁ ସୁମନ, ଆଉ ଗେହ୍ଲା ଝିଅ, ତାଙ୍କ ନାଁ ଅଙ୍କିତା ଥିଲା। ଅମର ବହୁତ ଗରିବ ଅବସ୍ଥାରେ ତାଙ୍କ ପରିବାରକୁ ଚଳାଉଥିଲେ। ସକାଳୁ ଉଠି ତାଙ୍କ ଜମିକୁ ଚାଷ କରିବାକୁ ଯାଉଥିଲେ। ତାଙ୍କ ସ୍ତ୍ରୀ ଘରର କାମ ସାରି ଜମିରେ ଅମରଙ୍କ ସହିତ କାମ କରିବାକୁ ଯାଉଥିଲେ। ଦୁଇଜଣ ବହୁତ ପରିଶ୍ରମ କରୁଥିଲେ, କିନ୍ତୁ ତାପରେ ବି ତାଙ୍କ ଜୀବନରୁ ଗରିବ ଅବସ୍ଥା ଯାଉନଥିଲା। ଅମର ସବୁ ଲୋକଙ୍କ ପରି ଧନୀ ହେବାର ସ୍ୱପ୍ନ ଦେଖୁଥିଲେ। ଗୋଟେ ଦିନର କଥା। ଅମର ତାଙ୍କ ସ୍ତ୍ରୀ ସୁମନ ଯେତେବେଳେ ଜମିରୁ କାମ ସାରି ଫେରୁଥିଲେ, ସେ ଶୁଣିଲେ କିଛି ଲୋକ କଥା ହେଉଥିବାର। ଯିଏ ସେ ପାହାଡ଼ ପାଖ ମନ୍ଦିରରେ ତାଙ୍କର ମାନସିକ କରିବ, ତାଙ୍କ ମାନସିକ ମନୋବାଞ୍ଛା ପୂରା ହେବ। ଅମର ଆଉ ସୁମନ ଘରକୁ ଯାଇ ଚିନ୍ତା କଲେ, କାଲି ସକାଳୁ ସେଇ ପାହାଡ଼ ପାଖ ମନ୍ଦିର ପାଖକୁ ଯିବେ। ତାଙ୍କୁ ଏମିତି ଲାଗୁଥାଏ, ଏ ରାତି ଯେମିତି ସରୁନି, ସକାଳ ହେଉନି। ସେ ଏ ରାତି ସାରା ଶୋଇପାରିଲେନି, କାରଣ ସେ ଗରିବ ଅବସ୍ଥାରୁ ମୁକ୍ତି ପାଇବାକୁ ଚାହୁଁଥିଲେ। ସକାଳ ହେଲା ତ ମନ୍ଦିର ଯିବା ପାଇଁ ବାହାରିଲେ। ପାହାଡ଼ର ଉଞ୍ଚା ଏତେ ଥିଲା ଯେ ଅଙ୍କିତାକୁ କେତେବେଳେ ଅମର କାନ୍ଧରେ ବସାଉଥିଲେ ତ କେତେବେଳେ ସୁମନ କାଖଉଥିଲେ। ଦେଖୁ ଦେଖୁ ସେହି ପାହାଡ଼ ଉପରେ ପହଞ୍ଚିଗଲେ। ପୁଣି ତିନିଜଣ ମନ୍ଦିରରେ ଦର୍ଶନ କଲେ। ଯେମିତି ଅମର ସୁମନ ଶୁଣିଲେ, ଠିକ୍ ସେହିପରି ଭଗବାନ ଅମର ସୁମନଙ୍କ ସାମ୍ନାରେ ପ୍ରକଟ ହେଲେ। ଆଉ କହିଲେ, କୁହ ତୁମର କ'ଣ ଦରକାର? ତୁମେ କେବଳ 2ଟି ବରଦାନ ମାଗିପାରିବ। ହଉ ଠିକ୍ ଅଛି, କିଛି ବି ବରଦାନ ମାଗିବା ପୂର୍ବରୁ ମୁଁ ମୋ ସ୍ତ୍ରୀ ସହିତ ଟିକେ ପରାମର୍ଶ କରିବା ପାଇଁ ଚାହୁଁଛି। ଅମର ସୁମନଙ୍କ ଭିତରେ ବହୁତ ଯୁକ୍ତିତର ଲାଗିଲା ଯେ କ'ଣ ବରଦାନ ମଗା ହେବ। ଅମର କହୁଥିଲେ, ମୁଁ ଗୋଟେ ଗୁପ୍ତଧନ ମାଗିବି। ତ ସୁମନ କହୁଥିଲେ, ସବୁଦିନେ ଧାନ ଫଳୁଥିବା ଜମି ମାଗ। ଅମର କହୁଥିଲେ, ହୀରାର ମକୁଟ ମାଗିବି ତ ସୁମନ କହୁଥିଲେ, ଗୋଟେ ଭରପୁର ମାଛ ଥିବା ପୋଖରୀ ମାଗ। ଏସବୁ କଥା ହେବା ପରେ ଦୁଇ ଜଣଙ୍କର କୌଣସି କଥା ମିଶିଲାନି। ଏସବୁ ଯୁକ୍ତିତର୍କ ପରେ ଅମର ରାଗି ଯାଇକି କହିଲେ, ମୁଁ ତ ଚାହୁଁଛି ତୁମକୁ ଭଗବାନ ମାଙ୍କଡ଼ ବନେଇ ଦିଅନ୍ତୁ। ଅମର ଏକଥା କହିବା ମାତ୍ରେ ସୁମନ ମାଙ୍କଡ଼ ହୋଇଗଲେ। ଏସବୁ ଦେଖିକି ଅମର ବହୁତ ଡରିଗଲେ। ଆଉ କହିଲେ, ହେ ଭଗବାନ, ଏ କ'ଣ ହୋଇଗଲା? ମୁଁ ତ ଏମିତି ଚାହୁଁନଥିଲି। ସୁମନକୁ ପୁଣି ଆଗ ପରି କରିଦିଅ। ଏ ଇଚ୍ଛା ବି ଅମରର ପୂରଣ ହେଲା। କିନ୍ତୁ ତାଙ୍କର 2ଟି ବରଦାନ ମାଗିବା ବେକାର ଚାଲିଗଲା। ଏବେ ଅମର ତାଙ୍କ ସ୍ତ୍ରୀ ସୁମନ ପାହାଡ଼ ପାଖ ମନ୍ଦିରରୁ ପଶ୍ଚାତାପ କରି ଘରକୁ ଫେରିଲେ। ସାଙ୍ଗମାନେ, ଏ କାହାଣୀରୁ ଆମକୁ ଏଇଆ ଶିଖିବାକୁ ମିଳୁଛି ଯେ ଜୀବନରେ ଗୋଟେ ସୁଯୋଗ ସବୁବେଳେ ମିଳେ ନାହିଁ। ଆଉ ସୁଯୋଗ ମିଳିଲା ପରେ ଠିକ୍ ଭାବରେ ଯଦି ଉପଯୋଗ ନ କରିବା, ତେବେ ଆମ ଜୀବନରେ ପଶ୍ଚାତାପ ଛଡ଼ା ଆଉ କିଛି ରହିଯିବ ନାହିଁ। ଏଥିପାଇଁ ସାଙ୍ଗମାନେ, ଜୀବନରେ ସୁଯୋଗକୁ ବୁଝ, ଆଉ ସମୟ ଥାଉ ଥାଉ ଜୀବନ ବଦଳିବା ଭଳି ନିଷ୍ପତ୍ତି ନିଅ। ମୋ କାହାଣୀଟି ଯଦି ଆପଣମାନଙ୍କୁ ଭଲ ଲାଗିଥିବ, ନିଶ୍ଚୟ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିଦେବେ। ଆପଣଙ୍କ ମତାମତ କମେଣ୍ଟ ବକ୍ସ ମାଧ୍ୟମରେ ଜଣାଇବେ। ରହିଲି, ଜୟ ଜଗନ୍ନାଥ।